ସୁଧାକର ବାବୁ ଏଇ ଯୋଉ ଆଳୁ ସଂକଟ ଇଏ ଆଉ କେତେ ଦିନ ଚାଲିବ ବୋଲି ଆପଣ ଭାବୁଛନ୍ତି? ସେଟା ସରକାର ତାର ବେଟର ଉତ୍ତର ଦେଇପାରିବେ, ମୁଁ ତାର ଉତ୍ତର ଦେଇପାରିବିନି। ଆପଣଙ୍କ ପାଖରେ କଣ ଖବର ଅଛି ଆଳୁ ସଂକଟ ନେଇ? ଆଜି ତ ଦେଖନ୍ତୁ ଆମ ସ୍ତରରେ ଆମେ ଯେତେ ଦୂର ସମ୍ଭବ ଆଳୁ ଆଣିବା ପାଇଁ ଚେଷ୍ଟା କରୁଛୁ। ଆସିବା ନ ଆସିବା ପରିସ୍ଥିତି ଉପରେ ନିର୍ଭର କରୁଛୁ। ଗୁଡ଼ାଏ ବାଟ ବୁଲି ରାଞ୍ଚି ଫାଞ୍ଚି ଦେଇକିରି ମଧ୍ୟ ଆଳୁ ଆଣିବା ପାଇଁ ଚେଷ୍ଟା କରୁଛୁ। ଆଜି ମଧ୍ୟ 5-6 ଗାଡି ଆଳୁ ଆସିଛି। ତେଣୁ ଆମେ ଚେଷ୍ଟା କରିବାଟା ଆମେ କରୁଛୁ। ବାକି ସରକାର ଯାହା କହିବେ, ସରକାରଙ୍କର ଯାହା ହବ ସେଇ ଅନୁସାରେ ଆମେ ଚାଲିବା। ତ ପଶ୍ଚିମବଙ୍ଗ ସରକାରଙ୍କ ସାଙ୍ଗରେ ଯୋଉ ବିବାଦ ତିଆରି ହେଇଥିଲା ସେ ବିବାଦ ଥମିଲାଣି କି ସମାଧାନର ରାସ୍ତା କିଛି ବାହାରିଲାଣି କି? କାଲି ପଶ୍ଚିମବଙ୍ଗ ସରକାରଙ୍କର 2 ଜଣ ମନ୍ତ୍ରୀ ସେଠାର ଯୋଉ କୋଲ୍ଡ ଷ୍ଟୋର ମାଲିକ, ଚାଷୀ ଓ ବ୍ୟବସାୟୀଙ୍କ ସହିତ ବୈଠକ କରିଥିଲେ ଏବଂ ସେଥିରେ 2 ପ୍ରକାର ରେଟ୍ ସେମାନେ କରିଥିଲେ। ଗୋଟେ ହେଲା ଯୋଉଟାକ ବଡ ଆଳୁ, ବଛା ଆଳୁ, ତାର ରେଟ୍ 2500 ଟଙ୍କା ରଖିଥିଲେ। ଆଉ ଗୋଟେ ହଉଛି ଯୋଉଟା ଓଡିଶାକୁ ଆସୁଛି ଆଳୁ, ତାର ରେଟ୍ 2300 ଟଙ୍କା ସରକାରଙ୍କ ତରଫରୁ ରଖିଥିଲେ। କିନ୍ତୁ ଏ 2500 ରେଟ୍ ଅଛି ତାକୁ ବ୍ୟବସାୟୀ ମାନେ ମାନି ନେଇଥିଲେ, କିନ୍ତୁ 2300 ଟଙ୍କା ରେଟ୍ କୁ ବ୍ୟବସାୟୀ ମାନେ ମାନି ନଥିଲେ। ତ ସେଇ ଭିତରେ ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ସ୍ୱାଭାବିକ ହେଇନାହିଁ। ଆସନ୍ତା ଦିନେ ଭିତରେ ସ୍ୱାଭାବିକ ହେଇଯିବ, ଏଇ ଆମର ଭରସା। ଆଜି ଗୋଟେ ଦେଖୁଥିଲୁ ଯେ ପଶ୍ଚିମବଙ୍ଗର ଗୋଟେ ଟ୍ରକ୍, ବୋଧହୁଏ ଓଡିଶାର ଟ୍ରକ୍, ଯେ ଓଡିଶା ସୀମାକୁ ଆସୁଥିଲା, ଜବରଦସ୍ତି ଆଳୁ ସିଜ୍ କରିକି ପୋଲିସ ନେଇଯାଉଛନ୍ତି। ସେ ଆପଣମାନଙ୍କର ବ୍ୟବସାୟୀ ମାନଙ୍କର ଏଇ ଟ୍ରକ୍ ଓଡିଶା ବ୍ୟବସାୟୀ ମାନଙ୍କର? ମୁଁ ଜାଣିନି ଆଜ୍ଞା, ସେ ବିଷୟରେ ମୋ ପାଖରେ ଖବର କିଛି ନାହିଁ। ବାଲେଶ୍ୱରରୁ ଆସିଛି ସୀମାରୁ, ଗୋଟେ ପଶ୍ଚିମବଙ୍ଗ ଓଡିଶା ସୀମାରୁ ଯୋଉ ଖବରଟି ଆସିଥିଲା ମୁଁ ଆପଣଙ୍କୁ କହୁଥିଲି। ତ ଏଥିପାଇଁ କାଲି ପହର ଦିନ 300ରୁ ଉର୍ଦ୍ଧ୍ୱ ଟ୍ରକ୍ ବଡ ରୂପରେ ଠିଆ ହେଇଥିଲା, କିନ୍ତୁ ସେମାନଙ୍କୁ ଛଡା ଗଲା ନାହିଁ। ତ ସେମାନେ ଯୋଉଠୁ ଯୋଉ ଷ୍ଟକ୍ ଲୋଡ୍ କରୁଥିଲେ ସେଇ କୋଲ୍ଡ ଷ୍ଟୋରରେ ଯାଇକି ପୁଣି ପହଞ୍ଚିଲେ। ବହୁତ ସମସ୍ୟା ଅଛି ଆଜ୍ଞା, ଖାଲି ସମସ୍ୟା ଏମିତି ଛୋଟ ମୋଟ ସମସ୍ୟା ନାହିଁ। ଆମେ ଯୋଉ ସମାଧାନ କରିବା କଥା ହଉଛି, ଆମେ ଯୋଉ ଭଳି ପ୍ରୟାସ କରିବା କଥା, ଆମ ପାଖରେ ଯାହା ସମ୍ଭବ ଆମେ ତାର ଭରପୁର କରୁଛୁ। ଆଉ ବାକି ଯୋଉ ପ୍ରୟାସ ସରକାର କରିବା କଥା ସରକାର କରିବେ। ଉତ୍ତରପ୍ରଦେଶରୁ ଆଳୁ ଆସିବା କଥା କୁହାଯାଉଥିଲା, ପ୍ରକୃତରେ ପଞ୍ଜାବ ଆଉ ଉତ୍ତରପ୍ରଦେଶରୁ ଆଳୁ ଆସିପାରୁଛି କି ସୁଧାକର ବାବୁ? ଦେଖନ୍ତୁ, ସରକାର ଯେତେବେଳେ ଆମେ ଆଲୋଚନା କରିଥିଲୁ, ସରକାର ପ୍ରସ୍ତାବ ଦେଇଥିଲେ, ଆମେ ତାକୁ ସ୍ୱୀକାର କରିଥିଲୁ। ଆମେ ପ୍ରାୟ 150 ଟ୍ରକ୍ ଆଳୁ ଉତ୍ତରପ୍ରଦେଶରୁ ଆଣିଥିଲୁ ଏବଂ ଯୋଉ ଆଳୁ ଆପଣଙ୍କର ସେତେବେଳେ ସମୟରେ 40 ଟଙ୍କା 50 ଟଙ୍କା ହେଇଗଲା ବୋଲି ଆପଣମାନେ କହୁଥିଲେ, ଗୋଟେ ଦିନ ପୁରା ଆଳୁ ମଧ୍ୟ ମାର୍କେଟରେ ରହିଲା ନାହିଁ। ସେ ପରିସ୍ଥିତିକୁ ଅନୁଭବ କରି ଆମେ ବହୁ କଷ୍ଟ ସ୍ୱୀକାର କରି ଯେନେ ତେନେ ପ୍ରକାର ତା ପରଦିନ ଆଳୁ ଆଣିବାକୁ ଆମେ ଚେଷ୍ଟା କଲୁ ଏବଂ ଆଳୁ ମଧ୍ୟ ଆସିଲା ଏବଂ ବହୁଳ ପରିମାଣରେ ଆସିଲା। ଆସ୍ତେ ଆସ୍ତେ ଦର ଖସିକିରି ପାଇକାରୀ ଦର 24ରୁ 26 ଟଙ୍କାରେ ଆସିକିରି ପହଞ୍ଚିଲା। କିନ୍ତୁ ହଠାତ୍ ମମତା ବାନାର୍ଜୀଙ୍କର ସରକାରଙ୍କର ତାଙ୍କର ଗୋଟେ ଇନଷ୍ଟ୍ରକ୍ସନ ଆସିଲା, ସେ କହିଲେ ଆମେ ଆଳୁ ଜମା ପଠେଇବୁ ନାହିଁ, କୌଣସି ପ୍ରକାର ଓଡିଶାକୁ ପଠେଇବୁ ନାହିଁ। ତ ତାପରେ ଯୋଉ ବିହାରରୁ ୟୁପିରୁ ଯୋଉ ଆଳୁ ଆସିଲା, ସେ ଆଳୁରେ ଗ୍ରାହକ ମାନେ ତାକୁ ଗ୍ରହଣ କଲେ ନାହିଁ। ସେଥିପାଇଁ ଏଇଟା ସାଇଜରେ ବଡ ହେଇଯାଉଛି, ପଚି ଯାଉଛି, ବିଭିନ୍ନ ପ୍ରକାର ଟେଷ୍ଟ ତାର ଭଲ ନାହିଁ, ଏମିତି ବିଭିନ୍ନ ପ୍ରକାର ଆଲିଗେସନ ଆସିଲା। ତେଣୁ ତାକୁ କିଏ ନେଲେନି, ଯାହାଦ୍ୱାରା ସେ ନେଲେ ନାହିଁ। ତେଣୁ ସେ ଆଳୁ ଯୋଉ ଆସିଲା, ସେ ଆଳୁରେ ମଧ୍ୟ ଯୋଉ ବ୍ୟବସାୟୀ ମାନେ ମଗେଇଲେ ତାଙ୍କର ମଧ୍ୟ ଗୋଟେ ପ୍ରଭୂତ କ୍ଷତି ହେଲା। ତ ଏଇ ଯୋଉ କ୍ଷତି ହେଲା ପରେ ବ୍ୟବସାୟୀ ମାନେ ଆଉ ମଗେଇବାକୁ ରାଜି ନୁହନ୍ତି। ତ ପଞ୍ଜାବରୁ ଆଳୁ ମିଳିବ ବୋଲି କୁହାଯାଉଥିଲା, ମନ୍ତ୍ରୀ କହୁଥିଲେ ପଞ୍ଜାବରୁ। ସେ କଥା ମନ୍ତ୍ରୀ ତାର ଉତ୍ତର ଦେବେ, ମୋ ପାଖରେ ତାର ତଥ୍ୟ କିଛି ନାହିଁ। ମନ୍ତ୍ରୀ କଣ କହୁଛନ୍ତି ନାଇଁ, ପଞ୍ଜାବରୁ ଆମର କିଛି ଆଳୁ ଆସିବାର ଏମିତି କିଛି ନାହିଁ। ବର୍ତ୍ତମାନ ୟୁପି ସହିତ ଆମେ କିଛି ଗାଡି ଆସିବା ପାଇଁ କଣ୍ଟାକ୍ଟ କରୁଛୁ। ୟୁପି ସହିତ ୟୁପିରୁ ଗାଡି କିଛି ଆସିପାରେ, କିନ୍ତୁ ପଞ୍ଜାବ କଥା ଆମ ପାଖରେ, ମୋ ପାଖରେ କିଛି ତଥ୍ୟ ନାହିଁ। ତ ଆପଣ ଉତ୍ତରପ୍ରଦେଶ ଆଳୁକୁ ବର୍ତ୍ତମାନ ରିଜେକ୍ଟ କଲେଣି ନା ଆଳୁ ଆଣୁଛନ୍ତି ଆପଣ? ନାଇଁ, ବର୍ତ୍ତମାନ ସୁଦ୍ଧା ବି ଆମେ କିଛି ଆଳୁ ଆଣୁଛୁ। ଆଜି ବି 2ଟା ଗାଡି ଉତ୍ତରପ୍ରଦେଶରୁ ଆସିଛି, ରେଗୁଲାର ଆସୁଛି। ଉତ୍ତରପ୍ରଦେଶରୁ କିଛି କିଛି ଗାଡି ଆସୁଛି। ଆପଣ କହୁଛନ୍ତି ଲୋକ ରାଜି ନାହାନ୍ତି କିଣିବା ପାଇଁ, ଆଲିଗେସନ ବହୁତ। ଯେତେବେଳେ ଲୋକ ୱେଷ୍ଟବେଙ୍ଗଲ ଆଳୁ ପାଉନାହାନ୍ତି, ସେତେବେଳେ ଏଇ ଆଳୁ ନେବାକୁ ବାଧ୍ୟ ହଉଛନ୍ତି। ମୋ ଜାଣିବାରେ ଏମିତି କୌଣସି ସେଥିରେ ଖରାପ ନାହିଁ। କିନ୍ତୁ ଲୋକଙ୍କର ଯୋଉ ଆମେ ଯୋଉ ନୂତନ ପ୍ରୟୋଗ କରୁଛେ ୟୁପି ଆଳୁକୁ, ଲୋକ ତାକୁ ଗ୍ରହଣ କରିବାକୁ ରାଜି ହଉନାହାନ୍ତି। ଯେତେବେଳେ ୱେଷ୍ଟବେଙ୍ଗଲ ଆଳୁ ନ ମିଳିବ, ସେତେବେଳେ ଏ ଆଳୁକୁ ମଧ୍ୟ ଲୋକ ଗ୍ରହଣ କରିବେ, କିଛି ନଥିଲେ ଏ ଆଳୁକୁ ଲୋକ ନେବେ।
ଆଉ ଏଇ ଆଶାରେ ମଧ୍ୟ ଆମେ ଆଣୁଛୁ ଆଳୁ କିଛି ଆଟଲିଷ୍ଟ ଗ୍ରାହକ ପାଖରେ କିଛି ଆଳୁ ରହୁ, କିଛି ଆଳୁ ନାହିଁ ଲୋକଙ୍କ ପାଖରେ ଗୋଟେ ଆଳୁଟା ତ ଗୋଟେ ସମସ୍ତଙ୍କ ପରିବାର ନିହାତି ସକାଳୁ ଗୋଟେ ଦରକାର। ସେଥିପାଇଁ ଆମେ ଆମ ପ୍ରୟାସରେ ଆମେ ଯେତେଦୂର ସମ୍ଭବ ଆମେ ଆଳୁ ଆଣୁଛୁ ଆଉ ତାକୁ କରୁଛୁ। ଆଉ ସରକାରଙ୍କ ପ୍ରୟାସ ସରକାର ଜାଣିଥିବେ, ସରକାର କଣ କରୁଛନ୍ତି କଣ ନ କରୁଛନ୍ତି ସେ କଥା ସରକାର ଜାଣିଥିବେ ଏବଂ ଆପଣମାନେ ଜାଣିଥିବେ। ଆମ ପାଖରେ ତାର କିଛି ତଥ୍ୟ ନାହିଁ। ଉତ୍ତରପ୍ରଦେଶ ଆଳୁ ଆଉ ପଶ୍ଚିମବଙ୍ଗ ଆଳୁ ଭିତରେ କଣ ଡିଫରେନ୍ସ ରହୁଛି? ପଶ୍ଚିମବଙ୍ଗର ଆଳୁରେ ଛୋଟ ବଡ ବିଭିନ୍ନ ପ୍ରକାର ଥାଉଛି, ଯେତେବେଳେ କି ଉତ୍ତରପ୍ରଦେଶ ଆଳୁର ସାଇଜ ଟିକେ ବଡ ରହୁଛି। ତା ସହିତ ଦେଖନ୍ତୁ ଉତ୍ତରପ୍ରଦେଶରୁ ଆସିବାକୁ 4-5 ଦିନ ମିନିମମ୍ ଲାଗୁଛି। ସେ ଯେତେବେଳେ ଟ୍ରକ୍ ଭିତରେ ଆସୁଛି, ଯେତେବେଳେ ନର୍ମାଲ ଟେମ୍ପରେଚରରେ ତାକୁ ଅଲଡ ହେଇଗଲା ପରେ ତାକୁ ଯେତେ ଶୀଘ୍ର ମଧ୍ୟ ତାକୁ ଆମେ ଯଦି ଯାଇ ଉପଯୋଗ ନ କରିପାରିବା ତାହେଲେ ସେ ପଶ୍ଚିମବଙ୍ଗ ଭଳିଆ ଏତେ ଦିନ ରହିପାରିବ ନାହିଁ। ପଶ୍ଚିମବଙ୍ଗ ଆଳୁ ଆପଣଙ୍କ 10-15 ଦିନ ରହିଯାଇପାରେ, କିନ୍ତୁ ଇଏ ଆଳୁ 5 ଦିନ ଭିତରେ ଖରାପ ହେଇଯିବାର ସମ୍ଭାବନା ଅଛି। ତେଣୁ ଲୋକ କିଏ ଗ୍ରହଣ କରୁନାହାନ୍ତି। ତେଣୁ ଇଏ ଯେତେ ଆଳୁ ଆସୁଛି ତାକୁ ତ ଯିଏ ନବ ଦିନେ 2 ଦିନରେ କନଜ୍ୟୁମ କରିବ ନା, କିଏ କଣ ରଖିକି ବସିଛି। କିନ୍ତୁ ପଚା ହେଇଯିବାର ସମ୍ଭାବନା କିଛି ନାହିଁ। ସାଇଜ ଟିକେ ବଡ ହଉଛି, ଆମେ ତ କାଟିକିରି ତରକାରୀ କରୁଛେ ନା ଗୋଟା ଖାଉଛେ। ସେଇଥିପାଇଁ ଯାହା ତ କାଟିକି କରୁଛେ, ସାଇଜ ବଡର କିଛି ମାନେ ନାହିଁ। ସେ ଟେଷ୍ଟରେ କୌଣସି ଖରାପ ନାହିଁ, ଦେଖିବାକୁ ସେମିତି କୌଣସି ପ୍ରକାର ଖରାପ ନାହିଁ, ସବୁ ପ୍ରକାର ଠିକ ଅଛି। କିନ୍ତୁ ନୂତନ ପ୍ରୟୋଗକୁ ଲୋକ ତ ଗ୍ରହଣ କରୁନାହାନ୍ତି, ଆମେ କଣ କରିପାରିବା? ଆପଣଙ୍କ ପାଖରେ ଗୋଟିଏ ଅପସନ କେବଳ ମମତା ବାନାର୍ଜୀଙ୍କର ପଶ୍ଚିମବଙ୍ଗରୁ ଆଳୁ ନାଇଁ, ଆମେ ଦେଖନ୍ତୁ ଆମ ପାଖରେ ଅପସନ ନଥିବା କିଛି ବଡ କଥା ନାହିଁ। ଆମେ ଉତ୍ତରପ୍ରଦେଶରୁ ମଧ୍ୟ ଆଳୁ ମଗଉଛୁ, ବର୍ତ୍ତମାନ ବି ମଗଉଛୁ। ଆଜି ବି 2ଟା ଗାଡି ଉତ୍ତରପ୍ରଦେଶରୁ ଆସିଛି। ସେମିତି ଆଇଗିଣାକୁ 2 ଗାଡି ଆସିବ, ଓଡିଶାକୁ 20-25ଟା ଗାଡି ଉତ୍ତରପ୍ରଦେଶରୁ ମଧ୍ୟ ଆସିଛି। କିନ୍ତୁ କଥା ହଉଛି ଉତ୍ତରପ୍ରଦେଶ ଯୋଉ ଆଳୁ ଆସୁଛି ତାକୁ ଯଦି ସେଠିକା ରେଟ୍ ଅପେକ୍ଷା ଯଦି ଲସ୍ ହବ ଆଉ ବ୍ୟବସାୟୀ ମାନେ ମଗେଇବେ ନାହିଁ। ଏଥିରେ ଲସ୍ ପ୍ରଫିଟ୍ କଥା, ବ୍ୟବସାୟୀ ମାନେ ସେମାନେ ଲସ୍ ପ୍ରଫିଟ୍ କଥା ଚିନ୍ତା କରିବେ। ତେଣୁ ସମସ୍ତେ ତ ଆଉ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ଦେଖିବେନି ନା। ତେଣୁ ସରକାରଙ୍କର ସ୍ତରରେ ପ୍ରୟାସ କରନ୍ତୁ, ସରକାର କୋଉଠୁ ଆଣିବେ ଆଳୁ ଭଲ କଥା। କରିଥିଲେ ସୁଧାକର ବାବୁ, ଏ ମିଟିଂ ର ନିର୍ଦ୍ଦେଶ କଣ ରହିଲା? ଆଜିର ମିଟିଂରେ ଆମେ ବ୍ୟବସାୟୀଙ୍କୁ କହିଥିଲୁ ଯେ ଆପଣମାନେ ବୋର୍ଡ ସବୁ ଟାଙ୍ଗନ୍ତୁ, ପ୍ରାଇସ୍ ରଖନ୍ତୁ ଏବଂ ଯୋଉ ରେଟ୍ ଦିଆଯାଉଛି ସଂଗଠନ ତରଫରୁ ସେଇଟା ମାକ୍ସିମମ୍ ରେଟ୍ ରଖନ୍ତୁ, ତାଠୁ ଅଧିକା ରେଟ୍ ରେ ରଖନ୍ତୁ ନାହିଁ। ଏଇ ସବୁ ନିୟମ ସବୁ କହିବା କଥା ବ୍ୟବସାୟୀଙ୍କ ପାଇଁ। ଆଉ କଣ, ଆଉ ଆଜିର ମାର୍କେଟ ରେଟ୍ କେତେ ରହିଛି ଆଳୁ? ଆଜିର ମାର୍କେଟ ରେଟ୍ ଆମେ 3200 ରୁ 3500 ଟଙ୍କା ରଖିଛୁ। ତାର ଭିତରେ ଚାଲିଛି, କିନ୍ତୁ ପାଇକାରୀ ରେଟ୍ ରେ ଏହା ଅଛି, ଖୁଚୁରା ଦର କଣ ଅଛି ଆମ ପାଖରେ ସେଟା କିଛି କରୁନା। କିନ୍ତୁ ଆଳୁ 60 ଟଙ୍କାରେ ବିକ୍ରି ହଉଛି ବିଭିନ୍ନ ଜାଗାରେ ଭୁବନେଶ୍ୱର ଭିତରେ। ସେଇଟା ହେଇପାରେ, ମୁଁ ତାକୁ ଅସ୍ୱୀକାର କରିବିନି। କିନ୍ତୁ ଗୋଟେ କଣ ହଉଛ ସେଇଟାକୁ କଣ୍ଟ୍ରୋଲ କରିବା ଦାୟିତ୍ୱ ହଉଛି ସରକାରଙ୍କର। ସରକାର ତାକୁ ଯେମିତି ରିଟେଲ ଟ୍ରେଡ୍ କୁ କଣ୍ଟ୍ରୋଲ କରିବେ। ଆପଣଙ୍କର କିଣା ରେଟ୍ ଆଉ ବିକ୍ରି ରେଟ୍ ପାଇକାରୀ ରେଟ୍ ଭିତରେ ଯୋଉ 60 ଟଙ୍କାର ଗ୍ୟାପ୍ ରହିବା ଉଚିତ ନୁହେଁ। ଆପଣ ଏଥିକି ତ ନାଇଁ ଏଟା ଏତେ ରହିବା ଉଚିତ ନୁହେଁ। 5 ଟଙ୍କା ରଖାହେଇଛି, ସ୍ଥଳ ବିଷୟରେ କିଏ 7 ଟଙ୍କା ନେଇଗଲା ଅଲଗା କଥା। କିନ୍ତୁ 35 ଟଙ୍କା କିଣିକି 60 ଟଙ୍କା 25 ଟଙ୍କା କିଲୋ ପିଛା ଗ୍ୟାପ୍ ରଖିବା, ଏଟା ଆଦୌ ଗ୍ରହଣୀୟ ନୁହେଁ।